ଆଚ୍ଛା ଯେଉଁ କର୍ଣ୍ଣାଟକର କଥା ସେମାନେ କହୁଛନ୍ତି ଉଲ୍ଲେଖ କରୁଛନ୍ତି ସେ କର୍ଣ୍ଣାଟକରେ ଜିତିଛି କିଏ? କଂଗ୍ରେସ ଜିତିଛି। ତାମାନେ କଂଗ୍ରେସ ବଦମାସି କରିଛି। ଯଦି ବଦମାସି ଭୋଟରେ ହେଇଛି ତାହେଲେ କଂଗ୍ରେସ ଜିତିଲା କେମିତି? ଆଉ ଇଲେକ୍ଟ୍ରୋନିକ୍ସ ଭୋଟିଂ ଯେଉଁ କଥା କଂଗ୍ରେସ ବାଲା କହୁଛନ୍ତି, ଇଲେକ୍ଟ୍ରୋନିକ୍ସ ଭୋଟିଂ ତ ଆମେ ଷ୍ଟାର୍ଟ କରିନୁ, କଂଗ୍ରେସ ବାଲା ଷ୍ଟାର୍ଟ କରିଛନ୍ତି। ତ ସେମାନେ ଜାଣିଛନ୍ତି ତାର ଭିତରେ କ'ଣ କ'ଣ ଅଛି ଯେ ଆମକୁ କାହିଁ ଦୋଷ ଦେଉଛନ୍ତି? ଇଲେକ୍ଟ୍ରୋନିକ୍ସ ଭୋଟିଂ ତ ଆମ ସମୟରେ ଆରମ୍ଭ କରିନୁ, ୟା ନିଷ୍ପତ୍ତି ନେଇନୁ। ଏଇଟା ତ ଇଲେକ୍ସନ୍ କମିଶନର ନିଷ୍ପତ୍ତି ଅନୁସାରେ ହେଉଛି। ଭୋଟର ଲିଷ୍ଟ କିଏ ତିଆରି କରେ? ସରକାର ତିଆରି କରେ ଭୋଟର ଲିଷ୍ଟ। ଏଥିରେ ସର୍ବନିମ୍ନ ରାହୁଲ ଗାନ୍ଧୀକୁ ସର୍ବନିମ୍ନ ଜ୍ଞାନ ହେବା କଥା ଯେ ଏଇଟା ଇଲେକ୍ସନ୍ କମିଶନର ମ୍ୟାଟର। ଇଲେକ୍ସନ୍ କମିଶନ ଭୋଟର ଲିଷ୍ଟ ତିଆରି କରେ, ଭୋଟ ଅର୍ଗାନାଇଜ କରେ। ଏଇଟା ଇଲେକ୍ସନ୍ କମିଶନ ଅଫ୍ ଇଣ୍ଡିଆ ଏଇଟା ବହୁତ ସୁନାମଧନ୍ୟ। ଭାରତରେ ଇଲେକ୍ସନ୍ କମିଶନ କୁ ପୃଥିବୀରେ ବହୁତ ସମ୍ମାନ ଅଛି। ସେ କରୁଛନ୍ତି ଗୋଟେ କ'ଣଟେ ଗୋଟେ ମିଳିଗଲା, ଗୋଟେ ଛୁଆଟାକୁ ଖେଳନା ମିଳିଗଲେ ମାନେ ଯେମିତି ଝୁମ୍ ଝୁମ୍ କରି ଯେଉଁ ଖେଳନା ମିଳିଗଲେ ସେମିତିଆ ତାଙ୍କୁ ଗୋଟେ ଖେଳନା ମିଳିଗଲା ଭଳିଆ ଲାଗୁଛି। କିଛି ତାର ହେବାର ନାହିଁ। ଆଉ ଏଠି ତାଙ୍କର ଲୋକମାନେ ଲାଗିଛନ୍ତି। ତ କଥା ହେଉଛି ଯେ ଏଇ ଖେଳନା ଯେଉଁ ଖେଳୁଛନ୍ତି ନିଜେ ଖେଳନ୍ତୁ, କ'ଣ ଅଛି?